ସାଙ୍ଗମାନେ ଆଜି ମଧ୍ୟ ନେଇ ଆସିଛି କେତୋଟି ନୂଆ ନୂଆ ଟିପ୍ ଗୁଡ଼ାକ ଯଦି ପସନ୍ଦ ଆସେ ଗୋଟେ ଲାଇକ୍ ନିଶ୍ଚୟ ଦେବେ ଆଉ ସାଙ୍ଗମାନଙ୍କୁ ସେୟାର କରିବେ। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛନା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଚାଲନ୍ତୁ ଦେଖିନେବା ପ୍ରଥମ ଟିପ୍ରେ କ'ଣ ଅଛି। ଯେତେବେଳେ ଆମେ ଗ୍ରାଇଣ୍ଡିଙ୍ଗ କରୁଛେ, ଯାହା ବି ଆମେ ଗ୍ରାଇଣ୍ଡିଙ୍ଗ କରିବା ତ ଏମିତି ଭାବରେ ଖାପରେ ଚାରିଆଡ଼େ ଲାଗିଯାଏ। ଆମେ ଯାହା ବି ଗ୍ରାଇଣ୍ଡିଙ୍ଗ କରୁଛେ, ଗ୍ରାଇଣ୍ଡିଙ୍ଗ କରି ସାରିଲେ ଯାଇକି ଖାପକୁ ଧୋଇବା। ତ ଯେତେବେଳେ ବି ଆମେ ଗ୍ରାଇଣ୍ଡିଙ୍ଗ କରୁଛେ 2 ଥର 3 ଥର ନିଶ୍ଚୟ ଆମକୁ ଦେଖିବାକୁ ପଡ଼େ। ତ ଏଇଟା ଲାଗିଯାଏ ଯେଉଁ ଖାପରେ, ଆମକୁ ଟିକେ ଅସୁବିଧା ଲାଗେ, ହାତରେ ଲାଗିଯାଏ। ତ ଆଜି ଏମିତି ମୁଁ ଗୋଟେ ଉପାୟ କହିବି, ଜମା ବି ସେ ଖାପରେ ଲାଗିବନି। ତ ଏମିତି ଉପାୟ କଲେ ଆପଣଙ୍କୁ ସୁବିଧା ହେବ, ଖାପକୁ ଧୋଇବାକୁ ମଧ୍ୟ ପଡ଼ିବନି। ଆମେ କ'ଣ କରିବା, ଯେକୌଣସି ଜରି ଗୋଟେ ନେଇଯିବା, ଖାପ ଦେହରେ ଦେଇଦେବା। ମୋ ପାଖରେ ଏଇ ଅଟା ଜରି ଥିଲା, ଆପଣଙ୍କ ପାଖରେ ଯଦି ଧଳା ଜରି ଥିବ ଆହୁରି ବଢ଼ିଆ ହେବ। ଏମିତି ଭାବରେ ଖାପରେ ଜରି ଦେଇକି ଯେତେବେଳେ ଗ୍ରାଇଣ୍ଡିଙ୍ଗ କରିବେ, ଜରିରେ ସବୁତକ ଲାଗିବ ଯାହା ବି ଆପଣ ଗ୍ରାଇଣ୍ଡିଙ୍ଗ କରୁଥିବେ। ଖାପକୁ ଆପଣଙ୍କୁ ଧୋଇବାକୁ ପଡ଼ିବନି, ତା ସହିତ ଆପଣଙ୍କ ସମୟ ମଧ୍ୟ ବଞ୍ଚିଯିବ। ଏଠି ଦେଖିପାରୁଥିବେ ମୁଁ ଗାଜର ଜୁସ୍ କରୁଥିଲି, ତ ଯେତେବେଳେ ଗ୍ରାଇଣ୍ଡିଙ୍ଗ କଲି ସେଇ ଜରିରେ ସବୁ ଲାଗିଲା, ଖାପରେ ଜମା ବି ଲାଗିନି। ଦେଖନ୍ତୁ, ଆମେ ଗୃହିଣୀମାନେ ଯଦି ଏମିତି ଚାଲାକରେ କାମ କରିବା, ଆମର କାମକୁ ସହଜ କରିପାରିବା। ଏବେ ଯିବା ନେକ୍ସଟ ଟିପ୍କୁ। ଏଠି ଦେଖନ୍ତୁ ମୁଁ ଗୋଟେ ଲୁଙ୍ଗି ନେଇ ଆସିଛି। ଏଇ ଲୁଙ୍ଗିକୁ ଆଜି ବହୁତ ବଢ଼ିଆ କାମରେ ଲଗେଇବା। ସାଙ୍ଗମାନେ, ଲୁଙ୍ଗି ତ ସମସ୍ତଙ୍କ ଘରେ ଥିବ ନିଶ୍ଚୟ। ଆଜିକାଲି ତ ପ୍ରାୟ ପ୍ୟାଣ୍ଟ ସବୁ ହାଫ୍ ପ୍ୟାଣ୍ଟ ପିନ୍ଧୁଛନ୍ତି, କିନ୍ତୁ ଲୁଙ୍ଗି ନିଶ୍ଚୟ ଘରେ ରହିଥିବ। ତ ଏଇ ଲୁଙ୍ଗିକୁ ଆଜି ବଢ଼ିଆ କାମରେ ଲଗେଇବା। ଏଇ ଶୀତ ଦିନେ ଏଇ ଲୁଙ୍ଗି ଆମକୁ ବହୁତ ସାହାଯ୍ୟ କରିପାରିବ। କେବଳ ଗୋଟିଏ ଲୁଙ୍ଗି ହିଁ ଆମକୁ ଯଥେଷ୍ଟ। ଲୁଙ୍ଗିକୁ ମୁଁ କିପରି ଭାଙ୍ଗୁଛି ଭିଡ଼ିଓରେ ଦେଖନ୍ତୁ, ସ୍କିପ୍ ଜମା ବି କରନ୍ତୁନି। ଆଉ ଏଇଠି ଦେଖନ୍ତୁ ମୁଁ କେମିତି ଭାଙ୍ଗୁଛି। ତ ଦୁଇ ପାଖରୁ ଲୁଙ୍ଗିର ଯେଉଁ ଦୁଇ ସାଇଟ୍ ଅଛି, ତା ଦୁଇ ସାଇଟ୍ରୁ ମଝିକୁ ନେଇ ଆସିଲି। ପୁରା ସମାନ ସମାନ କରିକି ରଖିବେ, ନହେଲେ ଏପଟ ସେପଟ କମ୍ ବେଶୀ ହେଇଗଲେ ଭଲ ହେବନି, ଟିକେ ଅସାଇଜ ହେବ। ତାପରେ ଏମିତି ଭାବରେ ଭାଙ୍ଗି ନେବା। ଦେଖନ୍ତୁ ମୁଁ କିପରି ଭାବରେ ଭାଙ୍ଗୁଛି। ଗୋଟେ କଣରୁ ଏମିତି ଭାଙ୍ଗି ନେବେ, ଏପଟ କଣରୁ ଭାଙ୍ଗିବେ, ସେପଟ କଣରୁ ମଧ୍ୟ ଭାଙ୍ଗି ନେବେ। ତ ଏବେ ଲୁଙ୍ଗିର ମୁହଁଟି ଅଣଚଉଡ଼ା ହେଇଗଲା। ତ ଏଇଠି ଆମେ କ'ଣ କରିବା, ଗୋଟେ ହ୍ୟାଙ୍ଗର ଆଣିକି ତା ଦେହରେ ଦେବା। ହ୍ୟାଙ୍ଗରଟା ଯେଉଁ ସାଇଜ୍ରେ ଥିବ ସେଇ ସାଇଜ୍ର ହିଁ ଭାଙ୍ଗିଥିବେ। ଆମେ ଉପର ପଟୁ ଆଉ ଟିକେ ମୋଡ଼ିଦେବା, ମୋଡ଼ିଦେଲେ ଆମକୁ ଆଉ ଟିକେ ସାଇଜ୍ ହେବ। ତ ଏଇଠି ଦେଖନ୍ତୁ ଏଇଭଳି ଭାବରେ ଆଉ ଟିକେ ମୋଡ଼ିଦେଲେ ଆପଣଙ୍କୁ ସାଇଜ୍ ହେବ। ଯଦି ଆପଣ ଚାହୁଁନାହାନ୍ତି ନ ମୋଡ଼ିବା ପାଇଁ, ତ ସେମିତି ଭାବରେ ଆପଣ ହ୍ୟାଙ୍ଗର ଦେହରେ ଏମିତି ଗୋଳେଇ ପାରିବେ। ଯଦି ଛୋଟ କରିବାକୁ ଚାହୁଁଛନ୍ତି ତାହେଲେ ମୋଡ଼ିବେ, ଯଦି ଆଉ ଟିକେ ବଡ଼ କରିବାକୁ ଚାହୁଁଛନ୍ତି ତାହେଲେ ମୋଡ଼ିବେନି, ସେମିତି ହିଁ ଆପଣ ସେଇଠି ସିଲେଇ ଦେଇଦେବେ। ଯଦି ଆପଣ ସିଲେଇ ଦେବେ, ନହେଲେ ମୁଁ ଏମିତି ଯେଉଁ ସଫ୍ଟ ପିନ୍ ଦେଉଛି ସେମିତି ସଫ୍ଟ ପିନ୍ ଲଗେଇଦେଲେ ବି ଭଲ ହେବ। କେବଳ 3ଟା ସଫ୍ଟ ପିନ୍ ଲଗେଇଦେବେ, ମଝିରେ ଗୋଟେ, ଦୁଇ ସାଇଡ଼୍ର 2ଟା। ନହେଲେ ଆପଣ ଯଦି ସିଲେଇ କରିବେ ଭଲ କଥା। ସବୁଦିନ ପାଇଁ ଯଦି ଆପଣ ରଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ସିଲେଇ କରିବେ। ମୁଁ କେବଳ ଏଇଟା ଶୀତ ଦିନ ପାଇଁ ତିଆରି କରିଛି, ସେଥିପାଇଁ ମୁଁ ସଫ୍ଟ ପିନ୍ ଲଗେଇ ଦେଉଛି। ଦୁଇ ପଟ ସାଇଡ଼୍ରେ ସେଇଭଳି ଭାବରେ ଆମେ ମୋଡ଼ିକିରି ହ୍ୟାଙ୍ଗର ଲଗେଇଦେବା। ଏଠି ଆଉ ଥରେ ଦେଖନ୍ତୁ ମୁଁ କେମିତି ଭାଙ୍ଗୁଛି। ଏମିତି କଣରୁ ଏମିତି ଭାଙ୍ଗିଦେଲେ ସେ ଆପେ ଆପେ ତାର ମୁହଁଟା ଅଣଚଉଡ଼ା ହେଇଯିବ। ସାଙ୍ଗମାନେ, କେଉଁ ଜାଗାରୁ ଭିଡ଼ିଓଟି ଦେଖୁଛନ୍ତି ଟିକେ କମେଣ୍ଟରେ ଜଣେଇଲେ ମୁଁ ଟିକେ ଖୁସି ହେବି। ଆପଣଙ୍କ କମେଣ୍ଟ ପଢ଼ିବାକୁ ମୋତେ ବହୁତ ହିଁ ଭଲ ଲାଗୁଛି। ଆଉ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିଛନ୍ତି ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆଉ ଏଇଠି ଦେଖନ୍ତୁ ଦୁଇ ପଟ ସାଇଡ଼୍ରେ ମୁଁ ଏଇଭଳି ଭାବରେ ହ୍ୟାଙ୍ଗରଟି ଲଗେଇଦେଲି। ଶୀତ ଦିନେ ଏମିତି ଖଟ ଉପରେ ଅଳିଆ ହୁଏ, କମଳ ହେଉ, ଜ୍ୟାକେଟ୍ ହେଉ, ସ୍ୱେଟର ହେଉ, ସବୁ ଏମିତି ପଡ଼ିଥିବ, ଆକୁ ରଖିବାକୁ ଜାଗା ମିଳେନି। ଯଦି ଖଟ ଉପରେ ଆମେ ରଖୁଛେ, ଖଟ ସାରା କଭର କରିନିଏ। ଘରେ ଯେତେ ଜଣ ଅଛନ୍ତି ସେତେଟା କମଳ, ଜ୍ୟାକେଟ୍, ସ୍ୱେଟର ଏସବୁ ରଖିବାକୁ ଆମ ପାଇଁ ବହୁତ ବଢ଼ିଆ ଅର୍ଗାନାଇଜ୍ ତିଆରି ହେଇଗଲା। ଆପଣଙ୍କ ଘରେ ଯେଉଁଠି ସୁବିଧା ଥିବ ନା, ସେଇଠି ଆପଣ ଟାଙ୍ଗିଦେବେ। ଏମିତି ମଝିରେ ଦେଇଦେବେ ଗୋଟେ ପଟି। ଦେଖନ୍ତୁ ମୁଁ ତାର ଭିତରେ ପୂରେଇକି ଦୁଇ ପଟ ସାଇଡ଼୍ରେ ଲୁଙ୍ଗିଟିକୁ ପଟି ଉପରେ ଦେଇଦେଲି। ତାପରେ ଆମେ ଏଥିରେ ରଖିଦେବା କମଳ ହେଉ କିମ୍ବା ଜ୍ୟାକେଟ୍ ହେଉ, ଯେତେ ସବୁ ଥିବ ଆପଣଙ୍କ ଘରେ, ଯେତେ ଜଣଙ୍କର ଥିବ ସବୁ ଏଥିରେ ଜାଗା ହେଇଯିବ। ଆଉ ବହୁତ ସାରା କମଳ, ସ୍ୱେଟର ସବୁ ଏଥିରେ ରହିପାରିବ। ହଷ୍ଟେଲ ଥିବା ପିଲାମାନଙ୍କ ପାଇଁ ଏଇ ଉପାୟଟି ବହୁତ ବଢ଼ିଆ ଉପାୟ। ହଷ୍ଟେଲରେ ଥାଆନ୍ତୁ କିମ୍ବା କୌଣସି ବାହାର ଜାଗାରେ ରହିଥାନ୍ତୁ, ସେଠି ତ ଆଉ ଆଲମାରି ନଥାଏ ରଖିବାକୁ, ତ ସେଇ ଜାଗାରେ ଏଇ ଅର୍ଗାନାଇଜ୍ ବହୁତ ବଢ଼ିଆ କାମ ଦେବ। ଯେଉଁଠି ବି ହେଲେ କଣ୍ଟା ଲଗେଇକିରି କିମ୍ବା କୌଣସି ଉପର ଜାଗା ଦେଖିକିରି ଏମିତି ଭାବରେ ଟାଙ୍ଗିଦେବେ। ତ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ଛୋଟ ଛୁଆଙ୍କର ମଧ୍ୟ ବହୁତ କପଡ଼ା ଯେଉଁ ଥାଏ, ସାର୍ଟ ପ୍ୟାଣ୍ଟ ଥାଏ, ତା ମଧ୍ୟ ଏଠି ସେଠି ପଡ଼େ। ଏମିତି ଭାବରେ ତିଆରି କରିକି ଆପଣ ମଧ୍ୟ ରଖିପାରିବେ। ବିଶେଷ କରି ଶୀତ ଦିନ ପାଇଁ ଏଇ କମ୍ବଳ ଫମ୍ବଳ ରଖିବାକୁ ବଢ଼ିଆ ହେବ।
आशा करुच्ची ये टिप्टा आपको निश्चय भल लगी जदि भल लगी निश्चय गोटे लाइक देवे जीवा ए नेक्स्ट टिप को। यही थंडा दिने छुआ मानू बेसी थंडा हुए छुआ कौन बड़ कौन समस्त को विशेषकर छुआ मानू बेसी थंडा हुए। आउ ये देखो मुझे गोटे छोट गिना नहीं गली से गोटे चामच घी नेली डालडा घी नेली तो तापर कौन करवा दुटा कर्पूर आमको दरकार अच्छी से घी को आगे एमती गिना नहीं कि तरल देवा गैस को जमा भी हाई रे रखिबेनी नहले घीटी पोड़ीज गिना भी कला पड़ज पोड़ीज पूरा सिम रे रखा। देखो मुझे सिम रे रखीदे जिते घीटी तरली गला तापर से देदेबा आम कर्पूर कौ भाया कर्पूर नवा आम ये आम नवा देसी कर्पूर जो कर्पूर मात्र 1 टंका नौ थान कर्पूर कागज रे गुरा होइथबो से 3-4-5टा बाहर तो से मुझे 3टी ततला घी रे जिते आम कर्पूर को पकईदेवा से कर्पूर तरली जीव घी आउ कर्पूरटी पूरा मिसीगला आम बाहर को नहीं आसवा ताकू ठंडा हवा को देवा जिते पिला ठंडा होचे आम भिक्स आणुचे कि अमृतभंजन आणुचे आउ आणिकी आम पिला लगे दौचे मुंडे हो पादर हो आम लगे दौचे। तो आम जदि एमती घरे तैयारी करके लगेबा तो बाहर कहीं किणिकी आनिबा अमृतभंजन हो भिक्स हो तार बास्नाटा बहुत स्ट्रंग थाए जदि छोट पिला माने लगाती आखि पोड़ो जोठी आम लगे देथिबा मुंडरे हो बेकरे हो तो से जगहटा पोड़े जदि यही भाव में आम घरे तैयारी करके पिला मानकु लगेदेबा ठंडा हेले से माने लगेबाकू जम्मा मना करेनि। यही अमृतभंजन को मु किणिकी आनी मात्र 2 टंका नहीं से भली खोल गोटे मु रखी से खोल आम रखा मु जोटा तैयारी करची से भली खाली खोल रखा तो मु कौन कली से अमृतभंजन रु अल्प टिके हाथ में नेली देखो टिके हाथ में नेली जोटा मु तैयारी करची घी कर्पूर से एमती भाव में मिसईदबा माने टिके ना खाली तार बास्ना हवाई भल भाव ये भाव में मिसईदबा मिसई देकी आम खाली खोल रखा जितेबले दरकार हम से व्यवहार करेंगे बड़ हो छुआ मैंने हो समस्त या लगे पारे सब बेले तो अमृतभंजन घरे ना आ सांगे सांगे जदि राति अधरे एमती ठंडा है कि मुंड बिंधिला आपन कौन सांगे सांगे राति जाकि अमृतभंजन किणिकी आनीपारे दुकान रू घरे तो निश्चय ठाकुर पाखे कर्पूर थी आ घी निश्चय थी तो एमती भाव में तैयारी करदे आ छुआ मानक लगेदेवे ये जिनसटा केबे भी कौन क्षति करनी मुंडे लगा कि नाकरे लगा जम्मा भी पोड़नी बहुत ही बढ़िया छुआ मैंने लगेबा को भल पाइबे जदि बेसी ठंडा होती आपको पादरे मालिश करदे पिला मानकु जदि ठंडा हुए से मैंने राति रे शुअंतिनी एत कष्ट हुए राति सारा शोबेनी सी तो शोबेनी आउ माँ मानकु हैरान करती से परिस्थिति रे एमिति घरे बाम तैयारी करंतु तांको लगे दिंतु से माने आराम रे शोइजिबे। तो एबे जीवा नेक्स्ट टिप को एठी मु नैची किछि बादाम चोपा जो चिना बादाम कहती से चोपा आम बादाम खाऊचे चोपा को फोपाड़ी दौचे से चिना बादाम चोपा को मुझे 2-4टा संडास धरिकी नहीं गली गैस रे एमती भाव में देखदेली सी जिते जलीगला मुझे आणिकी गोटे जो रखी से दीप दीप देहरे खंडे तेजपत्र रखी आ से तेजपत्र देहरे मुझे जो जलिला बादाम चोपा को आणिकी रखिली सी जिते जलीज माने सी अधा जलीज धूआं हम से आम कौन करवा डब्बा को उगुड़े देवा से पीनट बटर हो आचार हो आम डब्बारे रखुचे से डब्बा को आम धोचे जिते आम धोचे धोई सारा पर भी से बास्नाटी जमा जाएनी जो कारण को आम आउ अलग जिनस से रखा भल पाऊना। तो जदि आम एमती भाव में बादाम चोपार धूआंटी डब्बारे देदेबा डब्बारे जो पूर्वर बास्नाटा थाए से बास्नाटा कुआडे पलैज आम नुआ जिनस किछि रखिपार से डब्बारे। थैंक यू फॉर वाचिंग।